ଏବଂ ବିଭୀଷଣଙ୍କୁ ତାଙ୍କ ମନ ଲାଖି ବରଦାନ ଦେଲେ। ତାପରେ ସେ କୁମ୍ଭକର୍ଣ୍ଣଙ୍କୁ ପଚାରିଲେ, ତୁମେ କେଉଁ ବର ମାଗିବାକୁ ଚାହଁ? ସେତେବେଳେ କୁମ୍ଭକର୍ଣ୍ଣ ଭାବି ନେଇଥିଲେ ଯେ ସେ ଇନ୍ଦ୍ରାସନ ମାଗି ଜଣେ ଦିଗ୍ବିଜୟ ହେବେ। କିନ୍ତୁ ସୃଷ୍ଟିକର୍ତ୍ତା ବ୍ରହ୍ମା ଏହି କଥା ପୂର୍ବରୁ ହିଁ ଜାଣି ଦେଇଥିଲେ। କାରଣ ସେ ବା ବ୍ରହ୍ମା, ସେ ବା ସବୁ ଅନ୍ତରର କଥା ଜାଣି ଦିଅନ୍ତି। ତେଣୁ ଭଗବାନ ବ୍ରହ୍ମା ଦେବୀ ସରସ୍ୱତୀଙ୍କୁ ପ୍ରାର୍ଥନା କଲେ ଯେ ସେ କୁମ୍ଭକର୍ଣ୍ଣଙ୍କ କଣ୍ଠରେ ବସି ତାଙ୍କ କଥାକୁ ବାତୁଳ କରିଦିଅନ୍ତୁ। କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କ ଠାରୁ ବର ମାଗିବା ବେଳେ ମାତା ସରସ୍ୱତୀ ବ୍ରହ୍ମାଙ୍କ ଆଦେଶ ଅନୁଯାୟୀ କୁମ୍ଭକର୍ଣ୍ଣଙ୍କ କଣ୍ଠରେ ବସି ତାଙ୍କ କଥାକୁ ବାତୁଳ କରିଦେଲେ, ଯାହା ଫଳରେ କୁମ୍ଭକର୍ଣ୍ଣ ଇନ୍ଦ୍ରାସନ କହିବା ପରିବର୍ତ୍ତେ ନିଦ୍ରାସନ କହିଦେଇଥିଲେ। ବ୍ରହ୍ମା ହସି ହସି ତଥାସ୍ତୁ ବୋଲି କହିଥିଲେ, ଯାଦ୍ୱାରା ସୃଷ୍ଟିର ସୁରକ୍ଷା ହୋଇପାରିବ। କିନ୍ତୁ ଯେତେବେଳେ ରାବଣ ଏହା ଜାଣିବାକୁ ପାଇଲେ, ସେ ଭାବିଲେ ଯେ କୁମ୍ଭକର୍ଣ୍ଣ ତ ସର୍ବଦା ଶୋଇ ରହିବ। ତେଣୁ ରାବଣ ବ୍ରହ୍ମାଙ୍କୁ ଅନୁରୋଧ କରିଥିଲେ ଯେ କୁମ୍ଭକର୍ଣ୍ଣଙ୍କୁ ଏହି ବରଦାନରୁ ମୁକ୍ତି କରି ତାକୁ ଏପରି ବରଦାନ ଦିଅନ୍ତୁ ଯେପରି ସେ 6 ମାସ ଶୋଇବ ଏବଂ 6 ମାସ ଜାଗ୍ରତ ରହିବ। ରାବଣଙ୍କ ଅନୁରୋଧ ଶୁଣି ବ୍ରହ୍ମା କୁମ୍ଭକର୍ଣ୍ଣଙ୍କୁ 6 ମାସ ଶୋଇବା ଏବଂ 6 ମାସ ଜାଗ୍ରତ ହେବାର ବରଦାନ ଦେଲେ। ଏହି କାରଣରୁ କୁମ୍ଭକର୍ଣ୍ଣ